जाग हे जाग हे जाग हे जाग हे जाग हे पवित्र अनंतଙ୍କ पीठरे ब्रह्म सेवा चली आसंता काली ए ब्रह्म सेवा उद्देश्य रे महिमा अलेख धर्मर बाबाजी मानक द्वारा इठारे गोटी धुनी यज्ञ अनुष्ठित हब। यही धुनी यज्ञ रे विश्व शांति पे प्रार्थना करा गत काली संध्यारे आमे पुणी आम निकटस्थ मुसलमान भाई मान को भाईचारा न्याय रे निमंत्रण करिथिलु। हिंदू मुसलमान समस्ते एकत्र बसी सत्संग करथिले। जो सत्संग रे इतने सुंदर सुंदर कथा सब आलोचना है यही भली जदि बलिया भावुची प्रत्येक मुसलमान बस्ती रे जदि बलिया को
ଡାକନ୍ତେ କିମ୍ବା ବଳିଆ ନିଜ ତରଫରୁ ଯାଇ ପହଞ୍ଚି ଗୋଟିଏ ଗୋଟିଏ ସତ୍ସଙ୍ଗ କରନ୍ତା, ଅନେକ ପରିମାଣରେ ସେମାନଙ୍କର ଆଉ ହିନ୍ଦୁମାନଙ୍କର ମନରେ ଥିବା ବିଦ୍ୱେଷ ନିଶ୍ଚିତ ଦୂର ହୁଅନ୍ତା। ଯାହା ଗୀତା କହିଛନ୍ତି ତାହା ହିଁ କୋରାନରେ ଲେଖା ଅଛି। ତେବେ ସେ ଯାହା ହଉ, କାଲି ହିନ୍ଦୁ ମୁସଲମାନ ମାନଙ୍କର ଏକତ୍ର ଭୋଜନ, ଏକତ୍ର ବକ୍ତୃତା ଅତି ସୁନ୍ଦର ଭାବରେ ହେଲା। ସମସ୍ତେ ସେଇ ଜୀବନ ଦର୍ଶନର କଥା କହିଲେ, ଭାଇଚାରାର କଥା କହିଲେ। ମଦ ହେଉଛି ଶୈତାନ, ସେ କଥାଟା ମଧ୍ୟ ସେମାନେ କହିଲେ। ମଣିଷ କେତେବେଳେ ଶୈତାନ ହେଇଯାଏ, ଯେତେବେଳେ ସେ ମଦ୍ୟପାନ କରେ, ମଦିରା ପାନ କରେ, ସେତିକି ବେଳେ ସେ ଶୈତାନ ହୁଏ। ଏଇଭଳି ଅନେକ କଥା। ଆଉ ଗୋଟେ ସୁନ୍ଦର କଥା ମଧ୍ୟ ତାଙ୍କର ଜଣେ ପ୍ରବକ୍ତା କହିଲେ ଯେ ଉପାସନା ରୋଜା ମାନେ ପାଳନ କରନ୍ତି, ଉପାସନା କରନ୍ତି। ଦିନ ତମାମ ଉପାସ ରୁହନ୍ତି। ଯେଉଁ କଥାକୁ ବଳିଆ ଗ୍ରହଣ କରିପାରେନି, ଉପାସନା କର, ଉପାସ କାହିଁ ରହିବ, ଦେହ ମୁଣ୍ଡ ଖରାପ ହେବ। ସେ ଗୋଟିଏ କଥା କହିଲେ, ଜଣେ ଯଦି ଉପାସ ରହି ସକାଳୁ ସନ୍ଧ୍ୟାବେଳ ଯାକେ କଷ୍ଟଟି ଅନୁଭବ କରିଥିବ ଯେ ଉପାସ କଲେ କେତେ କଷ୍ଟ ମଣିଷକୁ ଭୋଗ କରିବାକୁ ହୁଏ, କିଭଳି ଦେହ ଅସୁସ୍ଥ ହୁଏ, ତାହେଲେ ଗୋଟେ ଗରିବ ଲୋକ ଯିଏ ଖାଇବାକୁ ପାଉନାହିଁ, ପେଟ ପୂରେଇ ଗଣ୍ଡେ ଖାଉନାହିଁ, ସେ ଲୋକର ଭୋକ ବା ସେ ଲୋକର କଷ୍ଟକୁ ସେ ଅନୁଭବ କରିପାରିବ। ତାଙ୍କ ଭାଷାରେ ଏଇଆ କହିଲେ। ଆଉ କିନ୍ତୁ ବଳିଆ ମତରେ ଉପାସନା ଠିକ୍, ଉପାସ ରହିବା ଆଦୌ ଉଚିତ ନୁହେଁ। ଯାହା ହଉ ବ୍ରହ୍ମ ସେବା ନିର୍ବିଘ୍ନରେ ଆଗକୁ ଆଗକୁ ଚାଲିଛି। ସଜ୍ଜନ ଶୈତାନ କ'ଣ ମଣିଷ ଶୈତାନ ଗୋଟେ କ'ଣ କେଉଁ ଗଛ ବୃକ୍ଷରେ କେଉଁଠି ଅଛନ୍ତି, କେଉଁଠି ଥିବେ ସେ କଥା ବଳିଆ ଦେଖିନି। ଶୈତାନ ଲୁଚି ରହିଛି ଆମରି ମଣିଷ ଭିତରେ। ମୁଁ ଗୋଟିଏ ମାନେ ସତ କଥାଟାକୁ କହୁଛି। ଜଣଙ୍କର କିଡନୀ ଡ୍ୟାମେଜ ହେଲା, ତେଣୁ ସିଏ ବଞ୍ଚିବା ପାଇଁ ତାର ଆତ୍ମୀୟ ସ୍ୱଜନ ମାନଙ୍କୁ ନିବେଦନ କରାଗଲା, କିଡନୀଟି କିଏ ଦେବ? ତାର ଜଣେ ଭଉଣୀ ସିଏ କିଡନୀ ଦେବା ପାଇଁ ରାଜି ହେଲା, କିନ୍ତୁ ତା ପରିବର୍ତ୍ତେ 10 ଲକ୍ଷ ଟଙ୍କା ନେବା ପାଇଁ ସେ ଦାବି କଲା। ଏଭଳି ଏକ ସମୟ ଆସିଲା, ସେ କିଡନୀରେ କିଛି ଦିନ ବଞ୍ଚିଲା, କିନ୍ତୁ ଦୁନିଆରୁ ଚାଲିଗଲା। ଭଉଣୀ କି ଛାଡ଼ି ଭାଇ ଚାଲିଗଲା। ମା ଅଛି, ତାର ଆଉ ଗୋଟିଏ ପୁଅ ବି, ଭାଇ ବି ଅଛି। ଆଚ୍ଛା, ଭଉଣୀ ଭାବିଲା ଆଉ 10 ଲକ୍ଷ ଟଙ୍କା ମୁଁ ଯୋଗା ମୋତେ ଆଉ ମାନେ ଦେବେନି, ତେଣୁ ତାଙ୍କ ଘରେ ଭଉଣୀ ଯାଇ ରହିଲା। ଆଉ ମୋତେ ଟଙ୍କା ଦେଲେ ଯାଇକିରି ମୁଁ ଇଏ ଘରଟା ଛାଡ଼ିବି, ନହେଲେ ମୁଁ ଏଇ ଘରେ ରହିଲି, ଏଇ ଘରଟା 20 ଲକ୍ଷ ଟଙ୍କା ହବ। ଆଉ ସେଇ ଘରେ ସିଏ ରହିଲା।
ଏବଂ କହିଲା 10 ଲକ୍ଷ ଟଙ୍କା ଦେଇଦିଅ ମୁଁ ଘର ଛାଡ଼ିଦେବି। ଇଏ କାଳେ ଭାଇ ଭଉଣୀ ପ୍ରୀତି। ଜଗନ୍ନାଥଙ୍କ ରାଜ୍ୟରେ ଆମର ଜନ୍ମ। ସେ ଭାଇ ଭଉଣୀର ଅବତାର ହେଉଛନ୍ତି ଜଗନ୍ନାଥ। ଏଇ ହେଉଛି ଜଗନ୍ନାଥଙ୍କ ପ୍ରୀତି, ଏଇ ହେଉଛି ଜଗନ୍ନାଥଙ୍କ ମନ୍ଦିରରେ ଗହଳି। ଆଚ୍ଛା, ଟଙ୍କା ଦେବେ। ତାଙ୍କର ଜନ୍ମିତ ମାଟି ସେ ଝିଅ ଘରେ ଥିଲା। ଯୋଉ ଘରର ପୁଅର ଯୋଉ ଘରଟା ଥିଲା ଝିଅ ସେଇ ଘରେ ରହିଛି, ତେଣୁ ମାଟି ଯାଇ ସେଠି ରହିଲା। ଦେଖନ୍ତୁ, ମାକୁ ଗୋଟେ ଝିଅ ଚିହ୍ନି ପାରିଲା ନାହିଁ, ତାକୁ କି ଝିଅ ବି ମାକୁ ଚିହ୍ନି ପାରିଲାନି, ମା ବି ଝିଅକୁ ଚିହ୍ନି ପାରିଲାନି। ଉଭୟଙ୍କ ଭିତରେ ମାଡ଼ ଗୋଳ ହେଲା। ଇଏ କାଳେ ମା ଝିଅର ମମତା। ମାତୃଭୂମି ଭାରତର ଇଏ ହେଉଛି ଆଦର୍ଶ। କେମିତି ଏ ଆଦର୍ଶକୁ ଜଳାଞ୍ଜଳି ଦିଆହେଉଛି। ଆଉ ଯୋଉ ସେ ମାର ପୁଅଟି ରହିଲା, ସିଏ ପୁଅଟି ପାଖରେ ମା ବି ରହିଲା। ସିଏ ପୁଅ ସବୁବେଳେ ଠାକୁରଙ୍କୁ ମାନେ ଡାକେ ଯେ ଏଇ ଯୋଉ ତା ବଡ଼ ଭାଇଟି ଦୁନିଆରୁ ଚାଲିଗଲା, ତାର ଯୋଉ ପିଲାଗୁଡ଼ିକ ଅଛନ୍ତି କି ଯିଏ ଅଛନ୍ତି ସେଗୁଡ଼ାକ ଅତି ଶୀଘ୍ର ମରିଗଲେ ସମସ୍ତ ସମ୍ପତ୍ତି ସିଏ ଭୋଗ କରିବ। ଇଏ କାଳେ ରାମ ଲକ୍ଷ୍ମଣ ରାଜ୍ୟର ଭାରତ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନଙ୍କ ରାଜ୍ୟର ଭାରତ। ଆମେ ରାମ ମନ୍ଦିର କରିବା ପାଇଁ ସଂଗ୍ରାମ କରୁଛୁ, କିନ୍ତୁ ଆମ ଘରେ ରାମ ଲକ୍ଷ୍ମଣଙ୍କର ଏଇଆ ଅବସ୍ଥା। ଲକ୍ଷ୍ମଣ କହୁଛି ରାମ ପରିବାର ଧ୍ୱଂସ ହେଇଯାଉ। ଆଚ୍ଛା, ମାଟି ତା ପାଖରେ ରହିଛି, ସେଠି ମା ଆଉ ପୁଅ ଭିତରେ ବି ବାଡ଼ିଆ ପିଟା। ଏଇ ଯୋଉ ଭାଇଟି ଦୁନିଆରୁ ଚାଲିଗଲା, ତାର ଯୋଉ ପିଲାମାନେ ଅଛନ୍ତି, ତାର ଯୋଉ ସ୍ତ୍ରୀଟି ଅଛି, ତାଙ୍କୁ କୁହାଗଲା ତମେ ମାକୁ ଅତି ଶୀଘ୍ର ନିଅ। ମା ଯାଉଛି ଲାଟ୍ରିନ୍, ମୁଁ ତାକୁ ପାଣି କୂଅରୁ କାଢ଼ିକିରି ଦେଇପାରିବିନି। ମାର ଏତିକି ପଇସା ଖର୍ଚ୍ଚ ହେଉଛି ଔଷଧରେ, ତମେ ସେ ଔଷଧଟା ତାକୁ ଖର୍ଚ୍ଚ ଦିଅ। ଏମାନେ କହିଲେ ଠିକ ଅଛି, ଆଉ 15 ଦିନ ଅପେକ୍ଷା କରନ୍ତୁ, ଆମେ ନେଇଯିବୁ। ଆଉ ଯୋଉ ମାକୁ ଏଇମାନେ ଆଣିବା ପାଇଁ ଚାହୁଁଛନ୍ତି, ବା ମା ଯେଉଁମାନଙ୍କ ପାଖରେ ରହିବ, ଏବେ ରହିବ ଶେଷ ଜୀବନ ପର୍ଯ୍ୟନ୍ତ, ଏଇମାନେ ଔଷଧ ଦେବେ, ଖାଇବାକୁ ଦେବେ, ସବୁ ଦେବେ, ଯତ୍ନ ବି କରିବେ। ସେଇ ମା ଦିନେ ଝିଅର ସପକ୍ଷରେ ଥିଲା, ଝିଅଠୁ ମାଡ଼ ଖାଇ ପୁଣି ସାନ ପୁଅ ସପକ୍ଷରେ ଥିଲା। ବଡ଼ ପୁଅ ପରିବାର, ବଡ଼ ପୁଅ ଓ ବଡ଼ ପୁଅର ପରିବାର ସହିତ କୌଣସି ସମ୍ପର୍କ ନଥିଲା। ଏଇ ବଡ଼ ପୁଅର ପରିବାର ଥିଲା ମାର ଶତ୍ରୁ। ମୋର ସାନ ପୁଅ ଭଲ, ମୋର ଝିଅ ଭଲ। ଏ ପବିତ୍ର ମାତୃମଣ୍ଡଳୀ ମା ମାନେ ଏଭଳି ଭୁଲ କରନା। ମା ମମତାମୟୀ, ସଦାମୟୀ। ଏଭଳି ସ୍ନେହ ଦିଅ, ଏଭଳି ମମତା ଦିଅ, ପିଲାମାନେ ଯେମିତି ତମକୁ ଭୁଲିବେନି। ତେଣୁ ଯେଉଁ ମା ମାନେ ଏଇଭଳି ପକ୍ଷପାତ ନୀତି ଅବଲମ୍ବନ କରନ୍ତି, ସେମାନେ ଏମିତି ହଇରାଣ ହୁଅନ୍ତି। ଆଉ ଏଇ ହେଉଛି ଶୈତାନର କଥା। ଆଉ
ଶୈତାନ ଆମରି ଭିତରେ ଲୁଚିକିରି ରହିଛି। କୋଉ ରୂପରେ? କାମ ରୂପରେ ରହିଛି, କୋଉଠି କ୍ରୋଧ ରୂପରେ ରହିଛି, କୋଉଠି ଲୋଭ ରୂପରେ ରହିଛି, କୋଉଠି ଈର୍ଷା ରୂପରେ ରହିଛି। ଏଇ ଶୈତାନ ମାନେ ଆମ ଜୀବନକୁ, ଆମ ପରିବାରକୁ, ଆମ ସମାଜକୁ, ଆମ ଦେଶକୁ, ଆମ ପୃଥିବୀକୁ ବିକ୍ଷିପ୍ତ କରିଦେଉଛନ୍ତି। ତେଣୁ ଶୈତାନ ଠାରୁ ସାବଧାନ ରହିବା ହେଉଛି ଆମର ପ୍ରକୃତରେ ଧର୍ମ। ବାୟାଙ୍କ ବାଣୀ, ଜଣେ ସ୍ତ୍ରୀ ଲୋକ ଆସି ତାଙ୍କ ପୁଅ ବେମାର ଆଉ ଝିଅ ପରୀକ୍ଷା ଦେବା କଥା କହିଲେ। ଏଇଗୁଡ଼ାକ ସମସ୍ତେ ପଚାରନ୍ତି। ଆଉ ସିଏ ପଚାରୁଛନ୍ତି ପୁଅର ବେମାର କଥା। ବାବା ତାଙ୍କୁ ଔଷଧ ନ ବତେଇ କି ଡାକ୍ତରଖାନାକୁ ଯା ବୋଲି ନ କହି ଝିଅ ପରୀକ୍ଷା ଦେବା କଥା କହୁଛନ୍ତି। ଇଲୋ ମା, ତୁ ପାଠ ପଢ଼ୁନୁ, ପରୀକ୍ଷା ଦେବ, ମୋତେ ବାୟାକୁ କ'ଣ କହୁଛୁ? ବାବା କ'ଣ ଦେଲେ ଉତ୍ତର? ବିଷ୍ଣୁ ମାୟାକୁ ସତ୍ୟ ପ୍ରାଣୀ ଅଛନ୍ତି ବିଷ୍ଣୁ ମାୟାକୁ ସତ୍ୟ ପ୍ରାଣୀ ଅଛନ୍ତି। ବାବା କହିଲେ ଧନ ଜନ ଜୀବନ ଯୌବନ, ଏକରେ ଧନ, ଦୁଇରେ ଜନ, ତିନିରେ ଜୀବନ, ଚାରିରେ ଯୌବନ। ଇଏ ଚାରିଟା ହେଉଛି ପାଣି ଫୋଟକା ପରି, ମାନେ ୱାଟର ବବଲ ବୋଲି ଯାହା କୁହାଯାଏ। ପାଣି ଫୋଟକା ଆଉ ହବ, ସାଙ୍ଗେ ସାଙ୍ଗେ ମିଳେଇଯିବ। ଆଉ ଧନ ଜୀବନ, ଧନ ଜନ ଜୀବନ ଯୌବନ। କ୍ଷୁଦ୍ର ସୁଖ ପାଇ ଆମେ କେତେ ପାପ କରୁଥାଇ, ଏପର୍ଯ୍ୟନ୍ତ ଔଷଧ କଥା କହିନାହାନ୍ତି କି ପାଠ ପଢ଼ିବା କଥା ବି କହିନାହାନ୍ତି। ଯେତେବେଳେ ଯାହା ଘଟୁଛି ତାକୁ ନିଜର ଭାଗ୍ୟ ବୋଲି ଭାବି ସେଥିରେ ସନ୍ତୁଷ୍ଟ ରହିପାରିଲେ ଗୋଟିଏ ଜନ୍ମରେ ପୂର୍ଣ୍ଣତା ଲାଭ ହେବ। ମାନେ କର୍ମ ତ୍ୟାଗ କରିବନି, କିନ୍ତୁ ଯାହା ଘଟୁଛି, ଧରାଯାଉ ତମେ ବିଡ଼ି ଖାଅ ନା, ସିଗାରେଟ୍ ପିଅ ନା। ସିଗାରେଟ୍ କ'ଣ ସିଗାରେଟ୍ ପିଅନ୍ତି ବୋଲି ତ କହନ୍ତି, ହଁ ସିଗାରେଟ୍ ଟାଣନ୍ତି। ଆଚ୍ଛା, ତମେ ମଦ୍ୟ ମାଦକ କିଛି ତମର ଅଭ୍ୟାସ ନାହିଁ, କିନ୍ତୁ ତମକୁ ଗୋଟେ ଅସାଧ୍ୟ ବେମାରୀ ଧଇଲା। ଏହା ନିଶ୍ଚିତ ହେଉଛି ଭାଗ୍ୟ। ଭାଗ୍ୟ ବିରୁଦ୍ଧରେ ବି ସଂଗ୍ରାମ କରିବ, ଔଷଧ ଖାଇବ, ସାଧୁସଙ୍ଗ କରିବ, ଇଏ କଥାକୁ ମନା କରାଯାଉନି। କିନ୍ତୁ ଏହାକୁ କ'ଣ ବୋଲି କୁହାଯିବ? ଜଣେ ମଦ ପିଇଲା, ତା ଲିଭର ଡ୍ୟାମେଜ ହେଲା। ସେ ମଦ ଜମା ପିଏନି, ତା ଲିଭର ବି ଡ୍ୟାମେଜ ହେଇଛି। ତ ସେଇଟା ହେଉଛି ଭାଗ୍ୟ। ଆଉ ଏତିକିରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ଆଉ ଏହାର ଅର୍ଥ ଏ ଜନ୍ମରେ ଆଉ କ୍ରିୟମାଣ ରହିବ ନାହିଁ। କ୍ରିୟମାଣ ମାନେ କର୍ମ। ଏ ଜନ୍ମରେ କ୍ରିୟମାଣ ରହିବ ନାହିଁ, ଇଏ କଥା ପ୍ରକୃତରେ ବଳିଆ ଗ୍ରହଣ କରିପାରୁନାହିଁ। ଏ ଜନ୍ମରେ ଯଦି ଭଲ କାମ କରିବ, ମୁଁ ବାବା ବାୟାଙ୍କୁ ସ୍ମରଣ କରି କହୁଛି, ଏ ଜନ୍ମରେ ଯଦି ଆମେ ଭଲ କାମ କରିବା, ସେଇ ବେମାରରେ ପଡ଼ି ଆମେ ଯଦି ଭଲ କାର୍ଯ୍ୟ କରିଥିବା, ତାହେଲେ ନିଶ୍ଚିତ ଭାବରେ ଦୁର୍ଭାଗ୍ୟ କିଛି ଅଂଶରେ ପ୍ରଶମିତ ହେବ। ବିହାରର ଡାଲମିଆ ଜଣେ ଧନୀ ଲୋକ, ବୋଧଗୟା ପାଖରେ ତାଙ୍କର ଘର।
ଗୟା ଜିଲ୍ଲାରେ ତାଙ୍କ ଘର। ବୋଧ ଗୟାରେ ସେ ଜଗନ୍ନାଥ ମନ୍ଦିର କରିଛନ୍ତି। ବଳିଆ ତାଙ୍କ ଘରକୁ ଯାଇଥିଲା, ସେ ନିମନ୍ତ୍ରଣ କରିଥିଲେ। ତାଙ୍କ ଘରେ ଅଖଣ୍ଡ ନାମ ସବୁବେଳେ ଚାଲିଛି, ତାଙ୍କ ଘରେ ସବୁଦିନେ ବ୍ରାହ୍ମଣ ବୈଷ୍ଣବ ସେବା ଚାଲିଛି। ତାଙ୍କୁ ଅସାଧ୍ୟ ରୋଗ ହେଇଛି। ଜଗନ୍ନାଥଙ୍କ ମନ୍ଦିର କରିଛନ୍ତି। ଜଗନ୍ନାଥଙ୍କ ମନ୍ଦିରରେ ଯେଉଁ ଅତିଥି ଅଭ୍ୟାଗତ ମାନେ ପହଞ୍ଚିବେ ସେମାନେ ମାଗଣା ଖାଇବେ, ମହୋତ୍ସବ ହେବ। ଏହା ସତ୍ତ୍ୱେ ବି ତାଙ୍କୁ ଗୋଟେ ରୋଗ ଧରିଛି। ରୋଗ ଧରିଥିଲେ ବି ତାଙ୍କ ମନରେ ଟିକେ ଦୁଃଖ ନାହିଁ କି କୁଣ୍ଠା ନାହିଁ। ଆମେ ପହଞ୍ଚିଲୁ, ଆମ ସାଙ୍ଗରେ ଯେତେ ଲୋକ ଯାଇଥିଲେ ସମସ୍ତଙ୍କୁ ବସ୍ତ୍ର ଦେଲେ, ଦକ୍ଷିଣା ଦେଲେ ଏବଂ ବଳିଆକୁ ପୂଜା ମଧ୍ୟ କଲେ। ଯାଏ ପୂଜା କଲେ, ଯେଉଁ ରୂପ ଦୀପ ଦେଇ ଟିକେ ପୂଜା କଲେ ଏବଂ ନିରୋଳା ନିର୍ଜନ ଘରେ ମୋତେ ବସେଇ ପଚାରିଲେ, ବାବା କିଛି ଜଗନ୍ନାଥ ମନ୍ଦିର କଲି, କିଛି ଭୁଲ ଭାଲ ରହିଛି କି? ମୁଁ ଜଗନ୍ନାଥ ମନ୍ଦିର ଉଦ୍ଧାର କଲେ ମାନେ ସେଇଟା ପୁରୁଣା ମନ୍ଦିର ହେଇଯାଇଥିଲା, ସେଇଟା ପୁଣ୍ୟ ହେଲା ନା ଭୁଲ ଭାଲ କାହିଁ ହେବ? ଶେଷରେ ଏ ଦୁନିଆରୁ ସେ ବିଦାୟ ନେଲେ। ତେଣୁ କ୍ରିୟମାଣ କହିଲେ ଭୁଲ କାମ ଜୀବନରେ ରହିବ ନାହିଁ, ଠିକ କାମ କରିବାକୁ ପଡ଼ିବ। ଯେତେବେଳେ ପ୍ରାରବ୍ଧ ଭୋଗ ହେଇଯିବ ଶେଷରେ ମଣିଷ ମୁକ୍ତି ପାଇବ। ସଂସାରରେ ସୁଖ ସମୃଦ୍ଧିର ସୀମା ନାହିଁ। ବୟସ ଯେତେ ବଢ଼ୁଥିବ ଆଶା ସେତେ ବଳବତୀ ହେଉଥିବ। ତେଣୁ ସଜ୍ଜନ, ଏଠି ବାବା କହୁଛନ୍ତି ସଂସାରରେ ସୁଖ ସମୃଦ୍ଧିର ସୀମା ନାହିଁ। ଏଇଟା ଠିକ। ବୟସ ଯେତେ ବଢ଼ୁଥିବ ଆଶା ସେତେ ବଳବତୀ ହେଉଥିବ ନା, ଏଇ କଥାଟା ମଧ୍ୟ ଠିକ ନୁହେଁ। ବୟସ ଯେତେ ବଢ଼ୁଥିବ ନିଜର ଆତ୍ମସମୀକ୍ଷା ସେତିକି ବଢ଼ୁଥିବ। ମୋର ଭୁଲ କୋଉଠି ରହୁଛି ତାକୁ ଆମକୁ ସମୀକ୍ଷା କରିବାକୁ ପଡ଼ିବ। ଆମର ଜୀବନରେ ଭୁଲ କେତେ ଠିକ କେତେ ତାକୁ ହିସାବ କରିବାକୁ ପଡ଼ିବ। ଆମ ଯଶୋବନ୍ତ ଦାସ ଲେଖିଛନ୍ତି ପଞ୍ଚସଖା। ପଞ୍ଚସଖା ଯୁଗର ଯଶୋବନ୍ତ ଦାସ ସେ କ'ଣ ଲେଖିଲେ? ଚତୁର୍ଥ ବୟସ ଆସି ହେଲା ତୋହରି, ଅବଶ୍ୟ ଦେଖିବୁ ତୁହି ବୟସ ତୋହରି, ଅବଶ୍ୟ ଦେଖିବୁ। କହନ୍ତି ଯଶୋବନ୍ତ ତୁ ସେବା କର, କହନ୍ତି ଯଶୋବନ୍ତ ଗୁରୁଙ୍କୁ ବସିବ ବହିକୁ। ନୁହେଁ କାହାରି ତେଣୁ ଆମ ଭୀମ ଭୋଇ ମଧ୍ୟ ସେମିତି ଗୋଟେ ଭଜନ ଲେଖିଛନ୍ତି। ତେଣୁ ସେ ଯାହା ହଉ ଗୋଟାଏ ତ ବୋଲିଲି ଆଉ ସେଇ ଗୋଟାଏ ହେଲା ଆଉ। ତେଣୁ ଯେତେ ବୟସ ବଢ଼ୁଥିବ ଆତ୍ମସମୀକ୍ଷା ସେତିକି କରିବ। ବାୟା କୋଉ ଉଦ୍ଦେଶ୍ୟରେ କାହାକୁ କୋଉ ଉତ୍ତର ଦେଲେ ବଳିଆ ତ କହିପାରିବନି, କିନ୍ତୁ ଲେଖାଟିକି ଦେଖିଲି
ତାରି ଭିତରୁ ମୋ ଭିତରେ ଯେଉଁ ଭାବ ସୃଷ୍ଟି ହେଲା ମୁଁ ଆପଣମାନଙ୍କୁ କହିଲି। ଆଉ ବାୟା ଗୋଟିଏ କହିଲେ ଭାଗବତ ପଦ, ପରମ ସୁଖ ବୈରାଗ, ଆଶା ପରମ ଦୁଃଖ ଯୋଗ, ଆଶା ତାମାନେ ଆଶା କରିବାନି ଆମେ କେମିତି କ'ଣ କରିବା? ଭୋକ କଲାଣି ଗୋଟେ ଖାଇବାକୁ ଇଚ୍ଛା କରିବାନି, ଘର ଖଣ୍ଡେ କରିବାନି, ଗାଡ଼ି ଗୋଟେ କରିବାନି ନା। କୋଉ ଆଶା? ବୃଥା ଆଶା, ଅନ୍ନେସେସରି ଡିଜାୟାର ବୋଲି ଯାହାକୁ କୁହାଯାଏ, ଅନାବଶ୍ୟକ ଇଚ୍ଛା। ତାହାକୁ ହିଁ ସଂଯମ କଲେ ଆମେ ଆନନ୍ଦରେ ରହିବା। ବୈକୁଣ୍ଠ କହିଲେ, ଆଉ ଏ ବାୟାତ କହିସାରିଲେଣି, ବୈକୁଣ୍ଠ କହିଲେ ଆଉ ଦେଖି କମନୀୟ ମୂର୍ତ୍ତି ସ୍ଥିର ହୋଇବ ଏ ଧୃତି, ଚାତକ ବୈକୁଣ୍ଠ ତୃଷ୍ଣା ଜୀବ এ ধৃতি বৈকুণ্ঠ তৃষ্ণা সে পরে সে রূপ সে রূপ পরে মনକୁ ଯେତେବେଳେ ସେଇ ଭଗବତ ମୂର୍ତ୍ତି ଆମ ଆଖି ଆଗରେ ନାଚି ଉଠିବ, ଯେତେବେଳେ ସଦ୍ଗୁରୁଙ୍କର ଶ୍ରୀମୂର୍ତ୍ତି ଆମ ଆଖି ଆଗରେ ନାଚି ଉଠିବ, ଇଷ୍ଟ ମୂର୍ତ୍ତି ନାଚି ଉଠିବ, ଆଉ ସବୁଗୁଡ଼ାକ ଚାଲିଯିବ, ସବୁ ତୃଷ୍ଣା ଆଉ କିଛି ରହିବନି। ଆଉ ତେଣୁ ହେ ମଣିଷ, ଦୁଃଖଟା ଆସିବ, ରୋଗଟା ଆସିବ, ନିନ୍ଦାଟା ଆସିବ, ଅପମାନଟା ଆସିବ, ଏଥିରେ ବିଚଳିତ ନ ହୋଇ, ନା ବିଚଳିତ ହେବାକୁ ହିଁ ପଡ଼ିବ, ତଥାପି ତାରି ଭିତରେ ଆମକୁ ଇଷ୍ଟମୂର୍ତ୍ତି, ଗୁରୁମୂର୍ତ୍ତି, ଶାସ୍ତ୍ର କଥାକୁ ନେଇକିରି ଆମକୁ ଚାଲିବାକୁ ପଡ଼ିବ। ଆରେ ଯଦି ଯିବାନି, ଆଉ ତାଙ୍କ ନାଁରେ କ'ଣ ମକଦ୍ଦମା କରିବା? ଏଟା ଆଇଛି, ଆଉ କ'ଣ କରିବା? ସବୁଥିରେ ଧୈର୍ଯ୍ୟ ଦରକାର ଏବଂ କୃପା ବି ଦରକାର। ମଧୁ କହିଲେ, ମଧୁ କହେ ସେ ମଧୁର ପାଇଅଛି ଯେଉଁ ନର, ହୋଇଗଲେ ସେହି ବେଳ ହୁଏ ସେହି ବେଳ। ମଧୁ କହେ ସେ ମଧୁର, କୋଉ ମଧୁର? ଯା କୃଷ୍ଣ ରସ ପ୍ରମୋଦ ମଧୁରା ସାମାଧୁରୀ ମାଧୁରୀ। ଯେତେ ମହୁ ଅଛି ଦୁନିଆରେ, ଯେତେ ମିଠା ଜିନିଷ ଅଛି, ହରିନାମ, ହରି କୀର୍ତ୍ତନ, ଧ୍ୟାନ, ଯୋଗ, ଆସନ, ପ୍ରାଣାୟାମ, ନାମ କୀର୍ତ୍ତନ, ଶାସ୍ତ୍ର ଅଧ୍ୟୟନ, ସତ୍ସଙ୍ଗ, ଇଏ ହେଉଛି ଗୋଟେ ସ୍ୱତନ୍ତ୍ର ମଧୁରର କଥା। ସବୁ କଥା ଚାଲିଥିବ, ଜଞ୍ଜାଳ ଭିତରେ ଥିବ, କାମ କରୁଥିବ, ପୁଅ ଝିଅ କଥା ବୁଝୁଥିବ, ବାପ ମାଙ୍କ କଥା ବୁଝୁଥିବ, ନିଜ ଦେହ ଯଦି ଖରାପ ହେଉଥିବ ତା ପାଇଁ ଔଷଧ ଖାଉଥିବ, ସବୁ ଚାଲିଥିବ, ତାରି ଭିତରେ ଇଏ କଥାଟା ବି ଚାଲିବ। ଯଦି ଇଏ ମଧୁର ଯଦି ନ ରହିବ,
ତାର ସେଇଟା ଆହୁରି ବଳତ୍ତର ହେଇଯିବ। ତେଣୁ ସେଥିପାଇଁ ମଧୁ କହିଲେ ଯେ ହୋଇଗଲେ ସେଇ ବେଳ ହୁଏ ଅଧୀର। ଯେତେବେଳେ ତମେ ତାଙ୍କ ପାଇଁ ଅଧୀର ହେଇ ଉଠିବ ସେତେବେଳେ ସେ ମଧୁରକୁ ପ୍ରକୃତ ଚାକିବ। ଅଭିନୟ ସୁନ୍ଦର କହିଲେ ଇଏ ଗୋଟେ ତତ୍ତ୍ୱମାର୍ଗର କଥା, ଖାଲି ପଢ଼ି ରହୁଛି, ୟାକୁ ଏଇଟା ଗୋଟେ ଟ୍ରେନିଂ ୟା ପାଇଁ ଦରକାର। ତେଣୁ ସେ ଟ୍ରେନିଂଟା ତ ଏଠି ଦେଇ ହେବନି। ଖାଲି ମହାପୁରୁଷଙ୍କ ଲେଖନୀଟା ଟିକେ ଆମ କାନରେ ବାଜିବ। ଜିହ୍ୱା ଲେଉଟାଇ କଣ୍ଠରେ ଯେହି ପାରଇ ବାନ୍ଧି ଅଣ୍ଟି ବନ୍ଧା ଆଉ ନ ଦେ ଜିହ୍ୱାଲେ ଏଇ ଯୋଉ ଜିଭଟା, ଇଏ ଜିଭଟା ଯେତେବେଳେ ତାଲୁକା ଭିତରେ ଯୋଉ ଜିଭଟା ଅଛି, ଛୋଟ ଜିଭ ବୋଲି ଯାହାକୁ କୁହାହଉଛି, ଇଏ ଜିଭ ଯାଇ ସେ ଜିଭରେ ଯେତେବେଳେ ଏମିତି ଯୋଗ ହେଇଯିବ, ଏମିତି କିଛି ଦିନ ଯୋଗ କଲେ ତା ଭିତରୁ ଗୋଟେ ଅମୃତ ଝରିବ, ଗୋଟେ ଲାଳ ଝରିବ, ଯେଉଁ ଲାଳର ନାମ ହେଉଛି ମକରନ୍ଦ। ଇଏ ମକରନ୍ଦ, ଏଥିରେ ଅନେକ ରୋଗ ବି ନାଶ ହେବ ଏବଂ ସେ ମକରନ୍ଦ ପାନ କରି ଜୀବନ ଧନ୍ୟ ହେବ। ତେଣୁ ଯେଉଁମାନେ ଗୁରୁ କରିଛନ୍ତି ଗୁରୁଙ୍କୁ ପଚାରିକିରି ଏ ଯୋଗଟାକୁ ଶିଖିବେ। ମନକୁ ମନ ସେମିତି କରିଲେ ଭୁଲ ଭାଲ ହେଇଯିବ, ପୁଣି ଅଡ଼ୁଆ ହେଇଯିବ। ସେଇଥିପାଇଁ ଭାଗବତରେ କୁହାଗଲା ଗୋବିନ୍ଦ ଗୋବିନ୍ଦ ପଦୁ ସେଇ ଗୋଟାକ ହେଉଛି ପ୍ରକୃତ ମକରନ୍ଦ। ये जोग टिके अभ्यास कर। आउ मे 31 जून 1-2 पुरी श्रीक्षेत्र रे अन्नपूर्णा रंगमंच रे गीता और जगन्नाथ संपर्कीय आलोचना चक्र प्रार्थना सहित अनुष्ठित हब संध्या 7 घटिका 9 घटिका। ये गोटे गला। पतिहरा माँ मानू विभिन्न स्थान डका जाई तांकु पूजा करा जीव माँ रूप से माने नीलचक्र को वंदापना करिवे एवं समुद्र को वंदापना करिवे। तीनोटी दिन श्रीक्षेत्र रे आम समस्तंकर जीवन कटिब। से गोटा आनंद, से गोटा हूँ सबुठारु आनंद। जदि कई जीवाकू चाहिए ताको निज तरफरु होटेल बुक करिवे, आम सांगरे 2 ओळा भात डालमा टिके खाइबे। आउ ताको शक्ति अनुसार सी तांकर घर ठीक करी रुहतु। जदि कहबे भाई आम पई टे घर ठीक करदो ता भी करदबु। अन्नपूर्णा रंगमंच को लागिकरी जो अल्प बाटर जो होटेल गुड़िक अच्छी रहिबे। आउ कई कहे बाबा जोटी रहा आम से रहू। ये सब कथा को छाड़ी से अन्नपूर्णा रंगमंच रे संध्यारे आमर भेटाभेटी हम। ये गला गोटे कथा। द्वितीय कथा है बलिया 4 तारीख रु बलिया दक्षिण भारत यात्रा करिवो। गोटे बस जीव। बस रे जदि कई जीवाकू कन्याकुमारी पर्यंत जीवाई चाहूँगी कोटिलिंगेश्वर जीवे, कालाहस्ती जीवे, एमती कौन केते गुड़ाए तिरुपति बालाजी जीवे,
କେତେକ ନୂଆ ନୂଆ ସ୍ଥାନ ଯିବେ, କିନ୍ତୁ ବଳିଆ ତାର ଯିବ ଅଲଗା କାମରେ। ସେ କେଉଁଠି କେମିତି ମଝିରେ ମଝିରେ ଟିକେ ଭେଟ ହେଉଥିବ। ବଳିଆ ଏଇ ଯେଉଁ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଏଇ ଯେଉଁ ତିନୋଟି ଖଣ୍ଡେ ପଣ୍ଡିଚେରୀ ବି ବସ୍ ଯିବ, ପଣ୍ଡିଚେରୀ ବି ବଳିଆ ଯିବ। ଏଇ ସବୁ ଷ୍ଟେଟ୍ରେ କୌଣସି ଦେବ ଦର୍ଶନ କରିବା ପାଇଁ ବଳିଆ ଯିବ ନାହିଁ। ହଁ, କେରଳର ପଦ୍ମନାଭ ସ୍ୱାମୀ, ତାଙ୍କୁ ବି ଦର୍ଶନ କରିବାକୁ ଭକ୍ତମାନେ ଯିବେ। ବଳିଆ ଏସବୁକୁ ଦର୍ଶନକୁ ଯିବ ନାହିଁ। କେବଳ ଯେଉଁ 5-6ଟି କଥାରେ, କାମରେ ବା ସେବାରେ ଭାରତ ସରକାର ବଳିଆକୁ ପୁରସ୍କୃତ କରିଛନ୍ତି ଆଉ ଉତ୍ସାହିତ କରିଛନ୍ତି, ସେଇ 5-6ଟି କଥା ପ୍ରେସ୍, ଇଲେକ୍ଟ୍ରୋନିକ୍ ମିଡ଼ିଆ, ପେପର ମିଡ଼ିଆ ମାଧ୍ୟମରେ ମୁଁ ଲୋକମାନଙ୍କୁ ଜଣେଇବି। ଗଣତନ୍ତ୍ରର ସୁରକ୍ଷା, ପରିବେଶର ସୁରକ୍ଷା, ଏଇସବୁ କଥା। ଆଉ ତେଣୁ ଏଇଗୁଡ଼ାକ, ହଁ, ପତିହରା ମା'ମାନଙ୍କୁ ସମ୍ମାନ, ଏଇ କଥାଗୁଡ଼ିକ ବିଭିନ୍ନ ଭାଷାରେ, ସେଠି ଭାଷାର ପ୍ରୋବ୍ଲେମ୍ ରହୁଛି। ଆମେ ଭାଷା କହିପାରିବୁ ନାହିଁ କି ବୁଝିପାରିବୁନି, ସେଥିପାଇଁ ଜଣେ ଇଣ୍ଟରପ୍ରିଟର ବି ଯିବ। ତେବେ ଯାହା ହଉ, ଦକ୍ଷିଣ ଭାରତ କି କେବଳ ପ୍ରେସ୍ ମାଧ୍ୟମରେ ଆମେ ଜଣେଇବୁ, ହାଇଦ୍ରାବାଦରେ ହିନ୍ଦୀରେ କିଛି ବାର୍ତ୍ତା ବି ଦେବୁ, ଇତ୍ୟାଦି ଇତ୍ୟାଦି। ତାପରେ ପୁଣି ଉତ୍ତର ଭାରତ ଆଉ ଥରେ ଯାତ୍ରା ହେବ। ତେଣୁ ଯେଉଁମାନେ ବସ୍ରେ ଯିବା କଥା ସେମାନେ ଆଗରୁ ଜଣେଇଲେ, ପ୍ରକାଶ ଭାଇଙ୍କୁ ଜଣେଇଲେ, ସେ ତାଙ୍କର ବୁଝିବେ। ସେ କଥାରେ ବଳିଆ ନାହିଁ। ବଳିଆ କେବଳ ପୁରୀ କାର୍ଯ୍ୟକ୍ରମ ଶେଷ କରି ବଳିଆ ବାହାରିବ 4 ତାରିଖରେ, ବସ୍ ବାହାରିବ 6 ତାରିଖରେ। ତେଣୁ ସଜ୍ଜନ ସମସ୍ତେ ଏସବୁ ସୁଯୋଗ ନେବା ପାଇଁ ଯଦି ଚାହୁଁଛନ୍ତି ନିଅନ୍ତୁ। ଅର୍ଥ ବଡ଼ ନୁହେଁ, ଇଏ ଗୋଟେ ସୁଯୋଗ। ଏବଂ ନୂଆ ସ୍ଥାନ ସବୁ ଦେଖିବା। ଏତିକିରୁ କଥାଟି ରଖିବା। ଆଉ ଗୋବିନ୍ଦ ଗୋପାଳ ଗୋପାଳ